ନମସ୍କାର ବନ୍ଧୁଗଣ ମୃତ୍ୟୁ ଦୁନିଆର ଏମିତି ଏକ ସତ୍ୟ ଯାହା ପାଇଁ ବ୍ୟକ୍ତିକୁ ଭୟ ଲାଗିଥାଏ, କିନ୍ତୁ ମଣିଷ ଏହା ବିଷୟରେ ଜାଣିବା ପାଇଁ ଆଗ୍ରହୀ ଅଧିକ ହୋଇଥାଏ। ମୃତ୍ୟୁ ନିକଟତର ହେବା ପରେ ମଣିଷକୁ କ'ଣ କ'ଣ ଦେଖାଯାଏ ବା ଅନୁଭବ ହୋଇଥାଏ ତାହା ଜାଣିବାକୁ ଅନେକ ଲୋକ ଚେଷ୍ଟା କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବୁ ମୃତ୍ୟୁର ଅନ୍ତିମ ସମୟରେ ମଣିଷକୁ କ'ଣ କ'ଣ ଦେଖାଯାଇଥାଏ। ପୁରାଣ ଅନୁଯାୟୀ ମଣିଷକୁ ଅନେକ ମାସ ପୂର୍ବରୁ ଅନୁଭବ ହୋଇଥାଏ କି ସେ ଆଉ ଦୁନିଆରେ ରହିବ ନାହିଁ। ଏହି କାରଣରୁ ମଣିଷ ନିଜର ପରିଜନଙ୍କୁ ସଂକେତ ଦେବାକୁ ଚେଷ୍ଟା କରିଥାଏ, କିନ୍ତୁ ଅଜ୍ଞାନତା କାରଣରୁ ପରିଜନ ତାଙ୍କ କଥା ବୁଝିପାରନ୍ତି ନାହିଁ। ମୃତ୍ୟୁ ପୂର୍ବରୁ ମଣିଷର ଶରୀର ଠିକ୍ ଭାବେ କାମ କରେ ନାହିଁ। ଏହା ସହ ଯୁକ୍ତିକୁ ସ୍ୱାଦ ଜଣାପଡ଼େ ନାହିଁ। ଏହା ଛଡ଼ା କଥା କହିବାରେ ବହୁତ କଷ୍ଟ ହୋଇଥାଏ। ମୃତ୍ୟୁ ପୂର୍ବରୁ ବ୍ୟକ୍ତିକୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଆଲୋକ ଦେଖାଯିବା ବନ୍ଦ ହୋଇଯାଏ। ଏହା ସହ ମୃତ୍ୟୁ ହେବାର କିଛି ଦିନ ଆଗରୁ ଯମରାଜା ମଧ୍ୟ ଦେଖାଯାଇଥାନ୍ତି। ଯମରାଜାଙ୍କ ଛାଇ ମଧ୍ୟ ଦେଖାଯାଏ ନାହିଁ। ଏମିତିକି ମୃତ୍ୟୁ ପୂର୍ବରୁ ବ୍ୟକ୍ତି ନିଜର ଆଖପାଖର ଲୋକଙ୍କୁ ଭୟ କରିଥାଏ ଆଉ ଜୋର ଜୋରରେ ପାଟି କରିଥାନ୍ତି। ମଣିଷ ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତିର ମୃତ୍ୟୁ ନିକଟତର ହୋଇଥାଏ ତାକୁ ନିଜର ଛାଇ ଦେଖିବା ବନ୍ଦ ହୋଇଯାଏ। ଏହା ସହ 24 ଘଣ୍ଟା ପୂର୍ବରୁ ବ୍ୟକ୍ତିକୁ ନିଜ ଚେହେରା ଦେଖାଯିବା ବନ୍ଦ ହୋଇଯାଏ। ମଣିଷକୁ ପାଣି ଓ ତେଲରେ ନିଜର ଚେହେରା ଦେଖାଯାଏ ନାହିଁ। ଅନେକ ସମୟରେ ମୃତ୍ୟୁ ପୂର୍ବରୁ ବ୍ୟକ୍ତି ବିଚଳିତ ଅନୁଭବ କରିଥାଏ। ନିଜ ଦ୍ୱାରା କରାଯାଇଥିବା ଭଲ ଓ ଖରାପ କର୍ମ ମନେ ପଡ଼ିଥାଏ। ଯେବେ କୌଣସି ବ୍ୟକ୍ତି ଅନ୍ତିମ ସମୟରେ ନିଜର ପିଲାଦିନ ଠାରୁ ଆରମ୍ଭ କରି ପରିବାର ଓ ସାଂସାରିକ ଜୀବନ ବିଷୟରେ ଚିନ୍ତା କରିଥାଏ, ସେହି ସମୟରେ ମଣିଷ ଈଶ୍ୱରଙ୍କ ନାମ ନେଇପାରେ ନାହିଁ। ଗରୁଡ଼ ପୁରାଣ ଅନୁଯାୟୀ ମଣିଷର ମୃତ୍ୟୁ ପୂର୍ବରୁ ଶରୀରରୁ ଅଜବ ଗନ୍ଧ ଆସିଥାଏ। ଏହି ସମୟରେ ବ୍ୟକ୍ତିକୁ ସୁଖ ଦୁଃଖର କିଛି ଜ୍ଞାନ ରୁହେ ନାହିଁ। ଏହି ସମୟରେ ମଣିଷର ଶରୀରର ତ୍ୟାଗ କରିଦେଇଥାନ୍ତି, କିନ୍ତୁ ତାର ମସ୍ତିଷ୍କ ଭୂତକାଳ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଗରୁଡ଼ ପୁରାଣରେ ବିସ୍ତାର ଭାବେ କୁହାଯାଇଛି, ଯେଉଁମାନେ ଖରାପ କାମ କରିଛନ୍ତି ସେମାନଙ୍କୁ ଅନ୍ତିମ ସମୟରେ କିଛି ବି ଦେଖାଯାଏ ନାହିଁ। ଏହି ସମୟରେ ସେହି ବ୍ୟକ୍ତି ଭୁଲରେ ବି ଆଇନା ଦେଖିଥାଏ, ତାକୁ ନିଜ ଚେହେରା ବିକୃତ ଦେଖାଯାଏ। ଯେଉଁମାନେ ଜୀବନରେ ଭଲ କାମ କରିଛନ୍ତି ବା ଈଶ୍ୱରଙ୍କ ନାମ ନିଅନ୍ତି ସେମାନଙ୍କୁ ମୃତ୍ୟୁ ପୂର୍ବରୁ କିଛି ବି କଷ୍ଟ ହୁଏ ନାହିଁ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିର ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।